ଗଞ୍ଜାମ ସିପିଆଇଏମ୍ ଆଞ୍ଚଳିକ କମିଟି ପକ୍ଷରୁ ଖଣ୍ଡଦେଉଳିଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସର ପତାକା ଉତ୍ତୋଳନ କରିଥିଲେ ପାର୍ଟିର ଜିଲ୍ଲା କମିଟି ସଭ୍ୟ ତଥା ଖଣ୍ଡଦେଉଳି ସରପଞ୍ଚ ସାଥୀ ବୈରାଗୀ ବେହେରା। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାମଚନ୍ଦ୍ର ନାୟକ, ଖଲି ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ଅଜୟ ଗୌଡ଼, ରାମଚନ୍ଦ୍ର ଗୌଡ଼ ଓ ଅନ୍ୟାନ୍ୟ ସାଥୀମାନେ। ସେହିପରି ପଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁରଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଲାଲ ପତାକା ଉତ୍ତୋଳନ କରିଥିଲେ ଗଞ୍ଜାମ ସିପିଆଇ ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ଦିଲ୍ଲୀପ ଛୋଟରାୟ। ଏହିଠାରେ ମଧ୍ୟ ସାଥୀ ତ୍ରିଲୋଚନ ପ୍ରଧାନ, ବସନ୍ତ ସ୍ୱାଇଁ, ନରହରି ସାହୁ, ଶ୍ରୀଧର ସ୍ୱାଇଁ, ବିଷ୍ଣୁ ଛଟେଇ, କେଞ୍ଚୁ ଛଟେଇ, ଦୁର୍ଯ୍ୟୋଧନ ଛଟେଇ ଓ ଅନ୍ୟାନ୍ୟ ସାଥୀମାନେ ଉପସ୍ଥିତ ଥିଲେ ଏବଂ ସୋରଡ଼ା ଆଞ୍ଚଳିକ କମିଟି ତରଫରୁ ନୀଳମଣି ଗୁରୁଲାଲ ପତାକା ଉତ୍ତୋଳନ କରିଥିବା ବେଳେ ବୟୋଜ୍ୟେଷ୍ଠ ସାଥୀ ଗଣେଶ ପଗଡ଼ ସଭା ପରିଚାଳନା କରିଥିଲେ। ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ବିଭୁଭୂଷଣ ପାଣିଗ୍ରାହୀ, ଯୁବ ସାଥୀ ଦିଲ୍ଲୀପ ପଗଡ଼ ବିଶ୍ୱ ଶ୍ରମିକ ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପବିତ୍ର ଦିବସରେ ଦାସ ଗମାଙ୍ଗୋ, ସୁଖଦେବ ଶବର, ସତ୍ୟ ମଣ୍ଡଳ, ଦଣ୍ଡାସୀ ମଣ୍ଡଳ ଓ ବହୁ ସାଥୀମାନେ ଉପସ୍ଥିତ ଥିଲେ। ଆଜିର ଏହି ଶ୍ରମିକ ଦିବସ ଅବସରରେ କୃଷକ ନେତା ଗଣେଶ ପଗଡ଼ ଶ୍ରମିକମାନଙ୍କ ମୂଲ୍ୟବୋଧକୁ ସରକାର ବୁଝିବା ଦରକାର ବୋଲି କହିଥିଲେ। ସେହିପରି ଯୁବ ସମାଜସେବୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜି ମଧ୍ୟ ଶ୍ରମିକର ବିକାଶ ହୋଇପାରୁନାହିଁ। ଗଞ୍ଜାମରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, A1 ଓଡ଼ିଶା।